ଓଡ଼ିଶାରେ ଆଉ ରକ୍ଷା ନାହିଁ ଅପରାଧୀମାନଙ୍କୁ। ଏ କଥା କିଏ କହୁଛନ୍ତି? ଆମ ମୋହନ ମାଝୀ ସାର୍। ଆଗରୁ ତୁମେ ଦେଖିଥିଲ ଟ୍ରେଲର, ଏବେ ତୁମେ ଫିଲ୍ମ ଦେଖିବ। ଏ କଥା କିଏ କହୁଛନ୍ତି? ଆମ ମୋହନ ମାଝୀ ସାର୍। ତୁମେ ଦେଖିଥିବ ଅପରାଧୀମାନଙ୍କର ଯେଉଁ ମୁହଁ ବଢ଼ିଥିବା ଆଉ ମୁହଁ ବଢ଼େଇଥିବା ସେ ଲୋକଟା କିଏ? ଯେତେକ ଦେଖିବ ଅପରାଧୀମାନେ ସବୁ ମୁହଁ ବଢ଼ିଛି ତାଙ୍କର, ଯାହାର ଯେଉଁମାନେ ଅପରାଧୀ କରି ଆସୁଛନ୍ତି ଆଉ କରି ଚାଲୁଥିଲେ, ସେ ସବୁ ନବୀନ ବାବୁ ସରକାର ସେମାନେ ଥିଲାବେଳେ ସେମାନେ ଚାହୁଁଥିଲେ କି ଆମେ ତ ଅପରାଧ କରୁଛୁ, ଆମେ ଖସି ଯାଉଛୁ, ଆମକୁ ସମର୍ଥନ ମିଳୁଛି, ସବୁଆଡ଼ୁ ତାଙ୍କୁ ସମର୍ଥନ ମିଳୁଥିଲା, ଯାହାଫଳରେ କି ସେମାନେ ଅପରାଧ କରିଚାଲିଥିଲେ। ଏବେ ମାଝୀ ବାବୁ କହିଦେଲେ ଅପରାଧୀ ରକ୍ଷା ରକ୍ଷଣ ନାହିଁ। ସେ ଯେଉଁ ଗାତରେ ପଶନ୍ତୁ ନା କାହିଁ ଆମେ ଧରିବୁ, ଫାୟାରିଂ କରିବୁ। ସୁଟ୍ ଆଣ୍ଡ ଯୋଗୀ ବାବାଙ୍କର ଷ୍ଟାଇଲରେ ଏବେ ମୋହନ ମାଝୀ ସାର୍ ଆଗକୁ ଆସିଛନ୍ତି। ଅପରାଧୀକୁ ନୋ ଜେଲ୍ ନୋ ବେଲ୍, ସିଧା ଉପର ଯାକେ ଭଗବାନ ଚାହିଁବେ। ଏ ପଦକ୍ଷେପଟା ନେବାରୁ ମାଝୀ ବାବୁଙ୍କୁ ମୁଁ ଧନ୍ୟବାଦ ଦେଉନି, ସାରା ଓଡ଼ିଶାବାସୀ ଧନ୍ୟବାଦ ଦେଉଛନ୍ତି। ସେମିତି ଗୋଟି ଗୋଟି ଅପରାଧୀଙ୍କୁ ଏନକାଉଣ୍ଟର କରିକି ଉପରକୁ ପଠାଯାଉ, ଯାହାଫଳରେ କି ଆଧାର କାର୍ଡ଼ ଧରି ସବୁ ଅପରାଧୀମାନେ ଲମ୍ବରେ ଠିଆ ହେବେ କି ଆମେ ସରେଣ୍ଡର କରୁ। ସେଥିପାଇଁ କହୁଛି ଭାଇ, ପୂର୍ବତନ ସରକାର ଥିଲେ ସବୁ ଅପରାଧୀଙ୍କୁ ବଢ଼ବା ଦେଉଥିଲେ, ମାନେ ତାଙ୍କୁ ଖୋଇବା ପିଇବାକୁ ଦେଇ ଅପରାଧୀ କରିବା ପାଇଁ ତାଙ୍କୁ ପାଳି ପୋଷିକି ରଖିଥିଲେ। ଏବେ ଯେଉଁ ସରକାର ଆସିଛି ସେ କାହାର ଶୁଣିବନି, ଯାଇକିନା ଯେ ଲୋକଙ୍କ ସରକାର, ସେ ହେଉଛନ୍ତି ଗରିବ ଲୋକଙ୍କର ସରକାର। ସେଥିପାଇଁ କହୁଛି ଭାଇ, ଯେଉଁମାନେ ଅପରାଧୀ କରୁଛ ଆଉ କରି ଆସିଛ, ଏବେ ଟିକେ ସୁଧୁରି ଯାଅ, କାହିଁକିନା ତମ ଉପରେ ମାଝୀ ବାବୁଙ୍କର ନଜର ଲାଗିଯାଇଛି। ସେଥିପାଇଁ କହୁଛି ଭାଇ, ଦିନ ଥାଉଁ ଥାଉଁ ସୁଧୁରି ଯାଅ, ଆଉ ନିଜ ଦୋଷଟାକୁ ଧର, ନିଜ ଭୁଲଟାକୁ ଦେଖିକିରି ଆଧାର କାର୍ଡ଼ ନେଇ ନିଜେ ନିଜେ ସରେଣ୍ଡର ହେଇଯାଅ, ନହେଲେ ଆଗକୁ ତମ ନମ୍ବର ବି ଆସିପାରେ। ଯଦି ଭୁଲ କହିଥିବି ନିଶ୍ଚିନ୍ତ ଏ ଭିଡ଼ିଓକୁ କମେଣ୍ଟ କରିବ, ଲାଇକ୍ କରିବ, ଆଉ ଏ ଭିଡ଼ିଓଟିକି ସମସ୍ତଙ୍କ ପାଖକୁ ସେୟାର କରିବ। ଖାସ୍ କରିକି ମୋ ୟୁଟ୍ୟୁବ୍ ଚ୍ୟାନେଲକୁ ଡିକେ ସ୍ୱାଇଁ ବ୍ଲଗ୍ ସବସ୍କ୍ରାଇବର କରିଦେବ। ନେକ୍ସଟ ଭିଡ଼ିଓକୁ ଆମେ ଇନ୍ତଜାର କରିବା। ତାପରେ ଯେଉଁ ଭିଡ଼ିଓଟି ଆସିବ ଏଇ ଦେଶ ବିଷୟରେ ଆସିବ, ଏଇ ଆମ ରାଜ୍ୟ ବିଷୟରେ ଆସିବ, ନହେଲେ ଧର୍ମ ବିଷୟରେ ଆସିବ। ରଖୁଛି ଭାଇ, ଜୟ ଜଗନ୍ନାଥ, ଜୟ ଶ୍ରୀରାମ।